ସୁଭଦ୍ରାର ଆସିଲା ଖୁସି ଖବର। ପୁଣି ମିଳିବ ଆପଣଙ୍କୁ ଟଙ୍କା। ତା ଛଡ଼ା ଯେଉଁ ହିତାଧିକାରୀ ଏପର୍ଯ୍ୟନ୍ତ ଆବେଦନ କରିନାହାନ୍ତି ସେମାନେ ନୂଆ ଆପ୍ଲାଏ କରିପାରିବେ। ଏନେଇ ସୁଭଦ୍ରାରେ ଜାରି ହେଲା ଏକ ବଡ଼ ଘୋଷଣା। ଏପ୍ରିଲ 1ରୁ ଆରମ୍ଭ ହେବାକୁ ଯାଉଛି ଅନଲାଇନ ପ୍ରକ୍ରିୟା। ତେବେ ଏନେଇ ଜାରି ହେଲା ବଡ଼ ଅପଡେଟ୍। ଭିଡିଓରେ ଜାଣିବା, ଶେଷ ପର୍ଯ୍ୟନ୍ତ ଦେଖି ରଖନ୍ତୁ। ତା ପୂର୍ବରୁ ଭିଡିଓକୁ ଲାଇକ୍ କରିବେ, ସବସ୍କ୍ରାଇବ କରିନଥିଲେ ଏବେ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ଆପଣ ଜାଣିଛନ୍ତି ଏବେ ମାର୍ଚ୍ଚ 8 ତାରିଖରେ ସୁଭଦ୍ରା ଯୋଜନା ଅଧୀନରେ ଚତୁର୍ଥ କିସ୍ତିର ଟଙ୍କା ସରକାର ମଧ୍ୟ ପୈଠ କରିଛନ୍ତି 5,000, ଯାହାକି ବର୍ଷକୁ ଦୁଇଟି କିସ୍ତିରେ 5,5,10,000 ମିଳିଥାଏ। ତେବେ ଗୋଟିଏ ଏବେ ମହିଳା ଦିବସ ଅର୍ଥାତ୍ ମାର୍ଚ୍ଚ 8ରେ ମିଳିବାକୁ ଥିବା ବେଳେ ଆଉ ଏକ ଆସନ୍ତା ରକ୍ଷାବନ୍ଧନରେ ମଧ୍ୟ ମିଳିବ, ଯାହାକି ଆଉ 5,000 ଟଙ୍କା ଅର୍ଥାତ୍ ପଞ୍ଚମ ପର୍ଯ୍ୟାୟର କିସ୍ତି ଟଙ୍କା। ହେଲେ ଏହି ମଧ୍ୟରେ ଅନେକ ହିତାଧିକାରୀ ଅଛନ୍ତି ଏଥିରେ ସାମିଲ ହୋଇନାହାନ୍ତି। ତେବେ ସେଇମାନଙ୍କ ପାଇଁ ବଡ଼ ଅପଡେଟ୍ କି ଯଦି ଆପଣ ବି ସୁଭଦ୍ରାରେ ନୂଆ ଆବେଦନ କରିବା ପାଇଁ ଚାହୁଁଛନ୍ତି, ସାମିଲ ହେବା ପାଇଁ ଚାହୁଁଛନ୍ତି, ତେବେ ଆପଣ ଚାହିଁଲେ ଏପ୍ରିଲ 1 ତାରିଖରୁ ପୋର୍ଟାଲ ମଧ୍ୟ ରିଓପନ୍ ହେବାକୁ ଯାଉଛି, ଯାହାକି ଆପଣ ଯେକୌଣସି ଜନସେବା କେନ୍ଦ୍ର ହେଉ କିମ୍ବା ମୋ ସେବା କେନ୍ଦ୍ରକୁ ଭିଜିଟ୍ କରି ଏଥିରେ ନୂତନ ଆବେଦନ କରିପାରିବେ। ଆଉ ଏ ସ୍କିମ୍ ସହ ମଧ୍ୟ ଯୋଡ଼ି ହୋଇପାରିବେ, ଯାହାକି ବର୍ଷକୁ ମଧ୍ୟ ଆପଣ ବି ପାଇପାରିବେ 5,5,000 10,000 ଟଙ୍କା। ହେଲେ ସବୁଠାରୁ ବଡ଼ କଥା, ଏଥର ଯେଉଁ ସରକାର ଟଙ୍କା ପଠାଇଲେ ସମସ୍ତଙ୍କୁ ଆସିଥିବା ବେଳେ ଏବେ ବି କିଛି ହିତାଧିକାରୀ ଖାତାରେ ଟଙ୍କା ଜମା ହୋଇନାହିଁ। କାହିଁକି ନା ସେମାନଙ୍କର ଡିବିଟି ଏନାବଲ ଆକାଉଣ୍ଟ ନାହିଁ। ଏମିତିକି କିଛି ହିତାଧିକାରୀ EKYC କରିନାହାନ୍ତି, ଯାହାଦ୍ୱାରା ସରକାର ଟଙ୍କା ପଠାଇଲେ ବି ସେମାନଙ୍କ ଖାତାରେ ଜମା ହେଉନାହିଁ। ତେବେ ଯଦି ଆପଣ ବି ଏହାର ଲିଷ୍ଟ ଦେଖିବା ପାଇଁ ଚାହୁଁଥିବେ, ୱେବସାଇଟ୍ର ଲିଙ୍କ ଆମେ ଡେସ୍କ୍ରିପ୍ସନରେ ଦେଇଛୁ, ଆପଣମାନେ ଯାଇ ମଧ୍ୟ ଚେକ୍ କରିପାରିବେ।